Hello everyone, welcome to Progyan classes. Finally आपण ମାନଙ୍କର OCS preliminary exam ସରି ଯାଇଛି and I hope ଆପଣ ମାନେ ସବୁ ବହୁତ ଭଲ କରିଥିବେ ନିଜର exam ରେ ଏବଂ ଆପଣ ମାନଙ୍କର main exam ସେପ୍ଟେମ୍ବର ମାସ ଲାଷ୍ଟ ୱିକ୍ କିମ୍ବା ଅକ୍ଟୋବର ମାସ ଫାଷ୍ଟ ୱିକ୍ରେ ହେବାର ଚାନ୍ସ ଅଛି କାରଣ ସେଠି ମେନସନ୍ ଅଛି ଆପଣ ୱେବସାଇଟ୍ରେ ଯାଇ ଦେଖିବେ। ତ ଟାଇମ୍ ଯଦି ଆମେ ଦେଖିବା ଆପଣମାନଙ୍କ ପାଖରେ ଆଗ ଭଳି ଆଉ 4 ମାସ ନାହିଁ ମେନ୍ ପ୍ରିପାରେସନ୍ ପାଇଁ। ସେଥିପାଇଁ ଆପଣମାନଙ୍କୁ ଏବେ ପ୍ରିଲିମିନାରୀ ଏକ୍ଜାମର ରେଜଲ୍ଟକୁ ୱେଟ୍ କରିବାର ନାହିଁ। ଏବେଠୁ ଆପଣମାନେ ଯଦି ଏନ୍ସର୍ ରାଇଟିଂରେ ଲାଗିଯିବେ ମେନ୍ ପାଇଁ ପ୍ରିପାରେସନ୍ ଷ୍ଟାର୍ଟ କରିଦେବେ ଦେନ୍ ଆପଣମାନଙ୍କର ବହୁତ ଭଲ ହେବ ରେଜଲ୍ଟ। ଓକେ, ତ ଆପଣମାନଙ୍କର ସେଇ ଏନ୍ସର୍ ରାଇଟିଂ ପାଇଁ ଏଥର ଗୋଟେ ନୂଆ ପ୍ରୋଗ୍ରାମ୍ ଆମେ ଲଞ୍ଚ କରିଛୁ। କ'ଣ ନା ଓଡ଼ିଶା ସିଭିଲ୍ ସର୍ଭିସ୍ ମେନ୍ ଏନରିଚମେଣ୍ଟ ପ୍ରୋଗ୍ରାମ୍। ଓକେ, এটা ଏନ୍ସର୍ ରାଇଟିଂ ପ୍ରୋଗ୍ରାମ୍ ତା ସହିତ ଆପଣଙ୍କର ମେନ୍ ଏକ୍ଜାମରେ ଯେଉଁ ଏନ୍ସର୍ ଆପଣ ଲେଖିବେ ସେଥିରେ କେମିତି ଅଧିକରୁ ଅଧିକ ସ୍କୋର କରିପାରିବେ ଆପଣଙ୍କ ଏନ୍ସର୍ ଅନ୍ୟମାନଙ୍କ ଠାରୁ ସେ ଉପରେ ଏଠି ଡିସ୍କସନ୍ କରାଯିବ। ତ ଫାଷ୍ଟ ମୁଁ କହିଦେଉଛି ଏଇ ପ୍ରୋଗ୍ରାମଟା ଆମେ କ'ଣ ପାଇଁ ଆଣିଛୁ ଏଥର। ନର୍ମାଲ ଏନ୍ସର୍ ରାଇଟିଂ ତ ସବୁ ବର୍ଷ ରଖେ, ବାକି ଏଥର ଏନରିଚମେଣ୍ଟ ପ୍ରୋଗ୍ରାମ୍ କ'ଣ ପାଇଁ। ତ ଆପଣମାନେ ଜାଣିଥିବେ ପ୍ରିଲିମିନାରୀ ଏକ୍ଜାମ୍ ଆପଣ ଯେଉଁ ଦେଇଥିଲେ ରବିବାର ଦିନ, ତ କ'ଣ ଆପଣମାନଙ୍କର ଏକ୍ଜାମର କ୍ୱେଶ୍ଚନ୍ ଦେଖିକି ଆପଣମାନେ ବୁଝିପାରିଥିବେ ଏକ୍ଜାମର ଲେବୁଲ୍ ଏଥର କ'ଣ ଥିଲା। 2022ରେ ଯେମିତି କ୍ୱେଶ୍ଚନ୍ ଟିକେ ହାର୍ଡ଼ ଆସିଥିଲା ସେମିତି 2025ର ଏକ୍ଜାମ୍ ଯେଉଁଟା ଆପଣ ଏଥର ଦେଲେ ତାର ବି ଲେବୁଲ୍ ଠିକ୍ ତାଠାରୁ ଆହୁରି ଅଧିକା ହାର୍ଡ଼ ହେଇଛି। ଓକେ, ତ ଆପଣମାନେ ଏଇଠୁ ଜାଣିପାରୁଥିବେ ଯେ ଏଥିରେ ଯେଉଁମାନେ ସିଲେକ୍ଟ ହେବେ ନର୍ମାଲ ପିଲା ହେବେନି। ଯେମିତି ଆରଥର କ'ଣ ଥିଲା ମାନେ ମଝିରେ 2 ବର୍ଷ 23 ଆଉ 24 କଥା ଯଦି କହିବା 20ଟା ପାଖାପାଖି ଏମିତି ନର୍ମାଲ ଜିକେ ପଡ଼ିଯାଉଥିଲା। ଓକେ, ନର୍ମାଲ କରେଣ୍ଟ ଆଫେୟାର ପଡ଼ିଯାଉଥିଲା ଯେଉଁଟାକି OSSC CGL ଲେବୁଲ୍ର ହେଇଯିବ ମାନେ ଡାଇରେକ୍ଟ ଫ୍ୟାକ୍ଟ ବେସ୍ଡ। ବାକି ଏଥର ଦେଖନ୍ତୁ ସେମିତି କିଛି ଆସିନି। କରେଣ୍ଟ ଆଫେୟାର ଆଉ ଆମର ଷ୍ଟାଟିକ୍ ପାର୍ଟ ସବୁ କିଛି ପୁରା UPSC ଲେବୁଲ୍ କ୍ୱେଶ୍ଚନ୍ ଅଛି। ତ ଆପଣମାନେ ଆଶା କରିବେ ଏଥିରେ ଯେଉଁ ସିଲେକ୍ଟ ହେବେ ଯେଉଁ ପିଲାମାନେ ମେନ୍ ଏକ୍ଜାମ୍ ପାଇଁ ସେମାନେ ବି ସେଇ UPSC ଲେବୁଲ୍ର ପିଲା ହେଇଥିବେ ଏବଂ ସେମାନଙ୍କର ମେନ୍ର ଏନ୍ସର୍ଟା ବି ସେଇ UPSC ଲେବୁଲ୍ର ହେଇଥିବ। ବୁଝିପାରୁଛନ୍ତି କି ନାହିଁ? ତ ଆପଣମାନଙ୍କୁ ସେମାନଙ୍କ ସହିତ କମ୍ପିଟ୍ କରିବାକୁ ହେଲେ ଆପଣଙ୍କ ଏନ୍ସର୍କୁ ତାଙ୍କଠାରୁ ଟିକେ ଭଲ ବନେଇବାକୁ ହେଲେ ଆପଣମାନଙ୍କୁ ନିଜର ଭ୍ୟାଲୁ ଏଡିସନ୍ ଉପରେ ବହୁତ କାମ କରିବାର ଅଛି। ଯଦି କରିବେନି ଆପଣ ଏଜ୍ ୟୁଜୁଆଲ୍ ଯେମିତି କନଭେନ୍ସନାଲ୍ ଏନ୍ସର୍ ଲେଖି ଆସୁଛନ୍ତି ସେମିତି ଲେଖିବେ ତାହେଲେ ଆପଣମାନେ ସେମାନଙ୍କ ଠାରୁ କମ୍ ସ୍କୋର କରିବେ। ଆଉ ଯଦି ମେନ୍ରେ କମ୍ ସ୍କୋର କରୁଛନ୍ତି ତାହେଲେ ଆପଣମାନଙ୍କର ସିଲେକ୍ସନ୍ର ଚାନ୍ସ ବହୁତ କମ୍ ହେଇଯାଉଛି। ତ ସେଇଥିପାଇଁ ମେନ୍ ଏନରିଚମେଣ୍ଟ ପ୍ରୋଗ୍ରାମଟା ଆସିଛି। ତ ଏଥିରେ ଆମେ କ'ଣ କ'ଣ ସବୁ କଭର୍ କରିବା ସେଗୁଡ଼ା ଟିକେ ଡିସ୍କସ୍ କରିଦେବା। ତ ଫାଷ୍ଟ କଥା ରହିବ ଏନ୍ସର୍ ରାଇଟିଂ ଫ୍ରମ୍ ବେସିକ୍। ଓକେ, ସେକେଣ୍ଡରେ ଆମେ ଦେଖିବା ଭ୍ୟାଲୁ ଏଡିସନ୍ ଟୁ କଣ୍ଟେଣ୍ଟ। ଯାହା ବି ଆମେ କିଛି କଣ୍ଟେଣ୍ଟ ଆମେ ଡିସ୍କସ୍ କରିବା ସେଥିରେ ଆମେ ଏମିତି କ'ଣ ସବୁ ଡାଟା, ଏମିତି କ'ଣ ସବୁ ଫିଗର, ଏମିତି କ'ଣ ସବୁ ଡାଇଗ୍ରାମ ମ୍ୟାପ୍ ଆମେ ଲଗାଇବା ଯଦ୍ୱାରା ଅନ୍ୟ ପିଲାଠାରୁ ଆମକୁ ଅଧିକ ମାର୍କ ମିଳିବ ସେ ଉପରେ ଆମେ ଏଠି କାମ କରିବା। ଓକେ, ତାପରେ ମୋଷ୍ଟ ପ୍ରୋବାବୁଲ୍ ଟପିକ୍ ଯେଉଁ ଏକ୍ଜାମରେ ଆସୁଛି ତାକୁ କେମିତି ଆମେ କଭର୍ କରିବା, କ'ଣ କ'ଣ ଟପିକ୍ ରହିବ ଏ ବର୍ଷ ଏକ୍ଜାମରେ ତାକୁ ଦେଖିବା। ତା ସହିତ ମେନ୍ ରିଲେଟେଡ୍ ଯେତିକି ସବୁ କରେଣ୍ଟ ଆଫେୟାର ଆମର ରହିବ। ଓକେ, ତ ଭାବି ଦିଅନ୍ତୁ ଆମର ଫେବୃଆରୀ ମାସ ପାଖରୁ ଅନୱାର୍ଡ଼ସ୍ ଯେତିକି ଏକ୍ଜାମ୍ ମାନେ ଓରିଏଣ୍ଟେଡ୍ ଆମର କରେଣ୍ଟ ଆଫେୟାର ରହିବ କିମ୍ବା ଏଇ 2026ର ଜାନୁଆରୀ ପାଖରୁ ଯାହା ବି ରହିବ ସେ ସବୁକୁ ଆମେ ଏଠି କରେଣ୍ଟ ଆଫେୟାର ଡିସ୍କସ୍ କରିବା ଏଇ ପ୍ରୋଗ୍ରାମ୍ ଅଣ୍ଡରରେ। ଓକେ, ତ ଫାଷ୍ଟ ଯଦି ଆମେ କହିବା ଗୋଟେ କଥା ଯେ ଏନ୍ସର୍ ରାଇଟିଂ ଫ୍ରମ୍ ବେସିକ୍ରେ, ତ ଆପଣମାନଙ୍କୁ ଏନ୍ସର୍ ରାଇଟିଂ ରିଲେଟେଡ୍ ଯେଉଁମାନେ ଟୋଟାଲ୍ ଏନ୍ସର୍ ରାଇଟିଂ କରିନାହାନ୍ତି ସେମାନଙ୍କ ପାଇଁ ଫାଷ୍ଟ ମୁଁ ଗୋଟେ ସଜେସନ୍ ଦେଉଛି। କ'ଣ ନା ଆପଣମାନେ ଆମର ଯେଉଁ ଚ୍ୟାନେଲ୍ରେ ଦେଖିବେ ଗୋଟେ ପ୍ରୋଗ୍ରାମ୍ ଅଛି 90 ଡେ ଏନ୍ସର୍ ରାଇଟିଂ ପ୍ରୋଗ୍ରାମ୍, ଯାହାର ଲିଙ୍କଟା ମୁଁ ଡେସ୍କ୍ରିପ୍ସନ୍ରେ ଦେଇଦେବି। ତ ସେଥିରେ ବହୁତ ସାରା GSର କ୍ୱେଶ୍ଚନ୍ ଗୁଡ଼ାକୁ ବହୁତ ସାରା ମାନେ ସବୁ GSର ଯେତିକି ଆମର ମାନେ ମେନ୍ ପାଇଁ ଯେତିକି ପେପର୍ ଅଛି ସବୁଥିରେ 5-5ଟା ଆପଣଙ୍କୁ କ୍ଲାସେସ୍ ମିଳିଯିବ କେମିତି ଏନ୍ସର୍ ରାଇଟିଂ ଆପଣ କରିବେ ଜିରୋରୁ। ଯିଏ ବିଗିନର୍ ଲେବୁଲ୍ର ଅଛନ୍ତି ସେମାନେ ଆରାମସେ ଏଠୁ ଆରମ୍ଭ କରିପାରିବେ। ଓକେ, ତ ଫାଷ୍ଟ ଆପଣମାନେ ଯାଇକି ସେଗୁଡ଼ାକୁ ଟିକେ ଦେଖିଦିଅନ୍ତୁ। ଓକେ, ଏଠି ଦେଖନ୍ତୁ ସବୁ ସାମ୍ପଲ୍ ଗୁଡ଼ା ଦିଆହେଇଛି କେମିତି ସବୁ ମଡ଼େଲ୍ ଏନ୍ସର୍ ଗୁଡ଼ା ଅଛି ଏଠି। ଓକେ, ତ ଏମିତି ଭାବରେ ଆପଣଙ୍କୁ ନିଜର ଏନ୍ସର୍ଟାକୁ ଫ୍ରେମ୍ କରିବାର ଅଛି। ତ ସେଇଠୁ ଆପଣମାନେ ଆରାମସେ ଶିଖିପାରିବେ ଏବଂ ଆମର ଏଇ ପ୍ରୋଗ୍ରାମରେ ଯେତିକି ବି ଯାହା କ୍ଲାସେସ୍ ଆସିବ ସେଠି ବି ଆପଣଙ୍କୁ ଶିଖାଯିବ। ତ ଫାଷ୍ଟ ଯେଉଁମାନେ ବିଗିନର୍ ଅଛନ୍ତି ମୁଁ ସେମାନଙ୍କୁ କହିଦେଉଛି ଏଇଠି ଏଇ ପ୍ରୋଗ୍ରାମଟାର ଯେତିକି ସବୁ କ୍ଲାସ୍ ଅଛି ତାକୁ ଟିକେ ଆଟେଣ୍ଡ କରିଦିଅନ୍ତୁ। ଗୋଟେ ବହୁତ ଭଲ ଆଇଡ଼ିଆ ଆସିଯିବ ଆପଣମାନଙ୍କର ଏନ୍ସର୍ ରାଇଟିଂ ଉପରେ। ଓକେ, ତ ଏଥିରେ ଆପଣ କ'ଣ କ'ଣ ପାଇବେ ବା କ'ଣ କ'ଣ ଶିଖିବେ ନା ଏଠି ଫାଷ୍ଟ ଆପଣ ଦେଖିବେ ଯେ ଗୋଟେ କ୍ୱେଶ୍ଚନ୍ ଆପଣଙ୍କୁ ପଢ଼ିବା କେମିତି ଦରକାର। ଫାଷ୍ଟ ଆପଣ ଗୋଟେ କ୍ୱେଶ୍ଚନ୍ର ଡିମାଣ୍ଡ କେମିତି କ'ଣ ରହୁଛି ସେଇଟା ଆପଣ ବୁଝିବେ। ଓକେ, ତାପରେ ଏନ୍ସର୍ କରିବା ପାଇଁ ବା ଏନ୍ସର୍ କ'ଣ ଲେଖିବେ ତାକୁ ମନରେ ଫାଷ୍ଟ ଷ୍ଟ୍ରକ୍ଚର୍ କରିବେ ଯେ ମୋତେ ଏତିକି ସମୟରେ 2 ପେଜ୍ରେ କେତିକି ଜିନିଷ ଲେଖିବାର ଅଛି କିମ୍ବା 3 ପେଜ୍ରେ କେତିକି ଜିନିଷ ଲେଖିବାର ଅଛି ତାକୁ ଷ୍ଟ୍ରକ୍ଚର୍ କରିବେ। ଓକେ, ତାପରେ ଷ୍ଟ୍ରକ୍ଚର୍ କରିସାରିଲା ପରେ ଆପଣମାନେ ସେଠି ଏନ୍ସର୍ରେ କ'ଣ ସବୁ ଭ୍ୟାଲୁ ଆଡ଼୍ କରିବେ ଏନ୍ସର୍ ରାଇଟିଂ କରତେ କରତେ ଟିକେ ଡାଇଗ୍ରାମ୍ ହଉ, ଓକେ ଟିକେ ଫ୍ଲୋ ଚାର୍ଟ ହଉ, ଏମିତି କିଛି ବି ଆପଣ ସେଠି କି ମ୍ୟାପ୍ ଏକା ସବୁ କିଛି ଆଡ଼୍ କରିବେ। ଓକେ, ତା ସହିତ ଏନ୍ସର୍ ରାଇଟିଂରେ ଆପଣ ଗୋଟେ ଡାଇମେନସନ୍କୁ ଦେଖିବେନି, ଆପଣମାନଙ୍କୁ ସବୁ କିଛି ଡାଇମେନସନ୍କୁ ହୋଲିଷ୍ଟିକାଲି କଭର୍ କରିବାର ଅଛି। ସେ ସବୁ ବି ଆପଣ ଏଇ ପ୍ରୋଗ୍ରାମରେ ଶିଖିଯିବେ।
ବୁଝିପାରିଲେ। ତା ସହିତ ଭ୍ୟାଲୁ ଆଡିସନ୍ କେମିତି କ'ଣ କରିବେ, ନିଜର ଆନ୍ସରକୁ କେମିତି ପ୍ରେଜେଣ୍ଟେସନ୍ କରିବେ, ସବୁ କିଛି ଆପଣ ଏଇ 90 ଡେ ଆନ୍ସର ରାଇଟିଂ ପ୍ରୋଗ୍ରାମରେ ଜାଣିପାରିବେ। ତ ଫାଷ୍ଟ ବେସିକ୍ ବା ବିଗିନର ପିଲା ଆପଣମାନେ ଏଇଟାକୁ ଟିକେ ଦେଖିଦିଅନ୍ତୁ। ଓକେ, ତାପରେ ନେକ୍ସଟ ଆମେ ଯଦି କଥା କହିବା, ଇଏ ଗଲା ଆମର ଆନ୍ସର ରାଇଟିଂ କଥା ଆପଣଙ୍କୁ କହିଦେଲି। ତ ଭ୍ୟାଲୁ ଆଡିସନ୍ କେମିତି କ'ଣ କରାଯିବ ଆପଣ ପ୍ରତିଟି କ୍ଲାସ୍ରେ ଜାଣିପାରିବେ ଆମର ଏଇ ଏନରିଚମେଣ୍ଟ ପ୍ରୋଗ୍ରାମରେ। ଓକେ, ନେକ୍ସଟ ତାପରେ ଆମେ ଦେଖିବା ଆମେ ମୋଷ୍ଟ ପ୍ରୋବାବୁଲ ଟପିକ୍ ଆଉ କରେଣ୍ଟ ଆଫେୟାର କ'ଣ ପାଇଁ ଆମେ ପଢ଼ିବା ଦରକାର, ଏଠି ଆମେ ଟିକେ ଡିସ୍କସ୍ କରିବା। ତ ଫାଷ୍ଟ ଇଏ ହେଉଛି ଆମର 2024ର ଯେଉଁ ମେନ୍ ହେଇଥିଲା, 2024 ଫେବୃଆରୀରେ ଯେଉଁ ମେନ୍ ହେଇଥିଲା ତାହାର କିଛି କ୍ୱେଶ୍ଚନ୍। ତ ଫାଷ୍ଟ ଦେଖନ୍ତୁ, ଶାନ୍ତି ଆକ୍ଟ 2025 ନ୍ୟୁଜ୍ରେ ଥିଲା, ଡାଇରେକ୍ଟ କ୍ୱେଶ୍ଚନ୍। ବିକଶିତ ଭାରତ ଆଉ ବିକଶିତ ଓଡ଼ିଶା କଥା ନ୍ୟୁଜ୍ରେ ଅଛି, ଡାଇରେକ୍ଟ କ୍ୱେଶ୍ଚନ୍। 16th ଫାଇନାନ୍ସ କମିଶନ ବି ରିସେଣ୍ଟଲି ତାଙ୍କ ରିପୋର୍ଟ ସବମିଟ୍ କରିଛନ୍ତି, ଯେଉଁ 41% ଷ୍ଟେଟ୍ର ଆମର ଷ୍ଟେଟ୍ଟା ରହିବ, ସେଠି ଦେଖନ୍ତୁ ଡାଇରେକ୍ଟ କ୍ୱେଶ୍ଚନ୍। ଓକେ, ତାପରେ ବାଂଲାଦେଶରେ ଯେଉଁ ରେଫ୍ୟୁଜି କ୍ରାଇସିସ୍ ହେଇଛି କିମ୍ବା ୱାର୍ଲଡ ଲେଭେଲରେ ବି ଯେଉଁ ୱାର୍ ପାଇଁ ରେଫ୍ୟୁଜି କ୍ରାଇସିସ୍ ହେଇଛି, ଇଣ୍ଡିଆ ଆମର ଗୋଟେ କ'ଣ ନା ଇଣ୍ଟରନ୍ୟାସନାଲ କନଭେନସନ୍ ରିଲେଟିଂ ଟୁ ଷ୍ଟାଟସ୍ ଅଫ୍ ରେଫ୍ୟୁଜି, ଏ କନଭେନସନ୍କୁ ଇଣ୍ଡିଆ ସାଇନ୍ କରିନି ବା ସିଗ୍ନେଟରୀ ନୁହଁ। ତା ରିଲେଟେଡ୍ ଡାଇରେକ୍ଟ କ୍ୱେଶ୍ଚନ୍ ଆସିଗଲା। ଦେଖନ୍ତୁ ଏଇଟା ଏଥିକ୍ସ କଥା କହୁଛି, ଏଥିକ୍ସ ପେପରରେ ଆସିଗଲା। ଆପଣମାନେ ଜାଣିଥିବେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍, ଏ କଥାଟା ନ୍ୟୁଜ୍ରେ ଥିଲା କେତେ, ତା ଉପରେ ଡାଇରେକ୍ଟ କ୍ୱେଶ୍ଚନ୍ ଆସିଗଲା। ବୁଝିପାରିଲେ। ତାପରେ ଗଲ୍ଫ ୱାର୍ ପାଇଁ ବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାଇଁ ସେଠି ସବୁ ଆମର ଯେଉଁ ଇରାନ ଆଉ ଇସ୍ରାଏଲର ଆଟାକ୍ ଯେଉଁ ପରିସ୍ଥିତି କ'ଣ ଆପଣମାନେ ଜାଣିଛନ୍ତି, ଭେନେଜୁଏଲା କଥା। ତ ସେଠି ଆମର ପେଟ୍ରୋଲିୟମ୍, ଇଣ୍ଡିଆର ପେଟ୍ରୋଲିୟମ୍ ରିଜର୍ଭ ବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ଉପରେ କ୍ୱେଶ୍ଚନ୍ ଡାଇରେକ୍ଟ ଆସିଗଲା। ବୁଝିପାରୁଛନ୍ତି କି ନାହିଁ। ତ ଆପଣମାନଙ୍କୁ ଏମିତି ଏଠି କୁହାଯିବ ଯେ କ'ଣ ସବୁ ମୋଷ୍ଟ ପ୍ରୋବାବୁଲ ଟପିକ୍ ଆପଣଙ୍କ କ୍ୱେଶ୍ଚନ୍ ଆସିବାର ଅଛି ଏବଂ ସବୁ କରେଣ୍ଟ ଆଫେୟାରରେ ତାକୁ ଡିସ୍କସ୍ କରାଯିବ ଏବଂ ସେ ରିଲେଟେଡ୍ ଆନ୍ସର ରାଇଟିଂ କେମିତି ଆପଣ କରିବେ, ସେଠି ଆପଣଙ୍କୁ ଭ୍ୟାଲୁ ଆଡିସନ୍ କ'ଣ କ'ଣ କରିବେ, ସେ ସବୁ କିଛି ଏଠି ଡିସ୍କସ୍ କରାଯିବ। ତା ସହିତ ଆପଣ ଯାହା ବି ଆନ୍ସର ରାଇଟିଂ କରିବେ, କ୍ୱେଶ୍ଚନ୍ ଦିଆଯିବ, ତାକୁ ଟେଲିଗ୍ରାମରେ ପଠାଇଦେବେ, ସେଠି ଭ୍ୟାଲୁଏଟ୍ ବି ହେଇଯିବ। ବୁଝିପାରିଲେ। ତ ସବୁ କିଛି ଏଇ ଗୋଟେ ପ୍ରୋଗ୍ରାମରେ ଆପଣମାନେ ପାଇଯିବେ। ଓକେ, ତ ଏବେ ଆପଣମାନଙ୍କୁ ଏଇ ପ୍ରୋଗ୍ରାମ ରିଲେଟେଡ୍ ଗୋଟେ ଓଭରଅଲ୍ ଆଇଡ଼ିଆ ଆସିଯାଇଥିବ ଯେ ଏହା ଦ୍ୱାରା ଆପଣ କ'ଣ କ'ଣ ସବୁ ବେନିଫିଟ୍ ପାଇବେ। ନା ଆପଣ ଫାଷ୍ଟ ନିଜର ଆନ୍ସର ରାଇଟିଂକୁ ବେଟର୍ କରିପାରିବେ। ଆନ୍ସର ରାଇଟିଂ ଯଦି ବେଟର୍ ହେଉଛି ଆପଣ ଭଲ ମାର୍କ, ହାଇ ମାର୍କ ରଖିବେ ଏବଂ ତାପରେ ଆପଣ ସିଲେକ୍ସନ୍ ପାଇଯିବେ। ଏଇ ତିନିଟା ହିଁ ମୋଟୋ ଏଠି। ଓକେ, ଆଉ ଏଥର ବି ଯଦି ଯାହାର ହେବନି ସେ ଆରଥରକୁ ହେବ, କାରଣ ଆନ୍ସର ରାଇଟିଂ ଗୋଟେ ଏମିତି ଜିନିଷ ପିଲାମାନେ, ଆପଣ ଯଦି ସେ ସ୍କିଲ୍ ଥରେ ଶିଖି ଯାଉଛନ୍ତି ଜୀବନ ସାରା କାମରେ ଆସିଯିବ। ପୁରା ଟପ୍ ର୍ୟାଙ୍କ ଯେତେ ପର୍ଯ୍ୟନ୍ତ ନ ପାଇଛନ୍ତି ସେତେ ପର୍ଯ୍ୟନ୍ତ ଆପଣଙ୍କର ଏଇ ସ୍କିଲ୍ ଆପଣଙ୍କୁ ବାରମ୍ବାର ସିଲେକ୍ସନ୍ ଦେଉଥିବ। ବୁଝିପାରିଲେ। ତ ଏବଂ ଆଉ ଗୋଟେ ଏଠି ବଡ଼ ଫ୍ୟାକ୍ଟର ରହୁଛି, 400+ ସିଟ୍ ଏଥିରେ ଅଛି, ଆଭେଲେବୁଲ୍ ଅଛି। ତ ଏଇଟା ହିଁ ଆପଣମାନଙ୍କ ପାଇଁ ସୁଯୋଗ। ଭଲ ଭାବରେ ନିଜର ଆନ୍ସର ରାଇଟିଂ ସ୍କିଲ୍କୁ ଡେଭଲପ୍ କରନ୍ତୁ, ଆନ୍ସର ରାଇଟିଂ କରନ୍ତୁ ଏବେଠୁ। ରେଜଲ୍ଟ କ'ଣ ହେବ କିଛି ଭାବନ୍ତୁନି। ଓକେ, କାହିଁକିନା ଆପଣ ଗୋଟେ ଯଦି ଆସ୍ପିରାଣ୍ଟ, ଆପଣ ଯଦି ଗୋଟେ ସ୍ୱପ୍ନ ଦେଖିଛନ୍ତି ଯେ ମୁଁ OCS ଅଫିସର ହେବି, ଯେକୌଣସି ପୋଷ୍ଟ ହେଉ, ଯେତେଟା ମୋତେ ଆଟେମ୍ପ୍ଟ ଲାଗିଯାଉ, ମୋତେ ହେବାର ଅଛି, ତ ଆପଣଙ୍କର କିଛି ଫରକ ପଡ଼ିବା କଥା ନୁହେଁ। ଏବେ ଯେମିତି ସବୁ ବହୁତ ସାରା ୟୁଟ୍ୟୁବ୍ ଚ୍ୟାନେଲ୍ କଟ୍ ଅଫ୍ ଏକା କେତେ ରହିବ, କ୍ୱେଶ୍ଚନ୍ ଲେବୁଲ୍ କେମିତି ଅଛି, ଛାଡ଼ନ୍ତୁ ନା ସେଗୁଡ଼ା। OPSC ରିଲେଟେଡ୍ ଯେତିକି ସବୁ ନ୍ୟୁଜ୍ ଆସୁଛି ଏକ୍ଜାମ୍ ରିଲେଟେଡ୍, ସେଗୁଡ଼ା ଛାଡ଼ନ୍ତୁ, ଭାବନ୍ତୁନି। OPSCକୁ ମାନେ ବଜେଟ୍ ସାଙ୍ଗସନ୍ ହେଉଛି, ତା ଏକ୍ସପେଣ୍ଡିଚରଟା ଷ୍ଟେଟ୍ କନସଲିଡେଟେଡ୍ ଫଣ୍ଡରେ ପଡ଼ୁଛି ଏବଂ ସେମାନେ ତାର ଅଫିସର ମାନେ ଦରମା ପାଉଛନ୍ତି। ତ ସେମାନଙ୍କୁ ରେଜଲ୍ଟ ବାହାର କରିବାକୁ ଦିଆଯାଉ। ଆମେ କ'ଣ ପାଇଁ ରେଜଲ୍ଟ ପାଇଁ ଚିନ୍ତା କରିବା ଏବେଠୁ। ଆପଣମାନଙ୍କୁ ଯାହାର ଯିଏ ଯଦି ଭାବୁଛି ଯେଉଁ ପିଲା ଯେ ଏଥର ମୋର ଯଦି ହେବନି ମୁଁ ପ୍ରିପାରେସନ୍ ଛାଡ଼ିଦେବି, ତ ସେମାନଙ୍କ ପାଇଁ ଏ ପ୍ରୋଗ୍ରାମ୍ ନୁହେଁ, ଛାଡ଼ି ଦିଅନ୍ତୁ, କିଛି ଭାବନ୍ତୁନି। ଆଉ ଯେଉଁମାନେ ପ୍ୟାସନେଟ୍ ଅଛନ୍ତି ନିଜର ସର୍ଭିସ୍ ପାଇଁ, ନିଜର କ୍ୟାରିୟର ପାଇଁ, ତ ଆପଣମାନଙ୍କ ପାଇଁ ଏଇ ପ୍ରୋଗ୍ରାମ୍। କିଛି ଭାବନ୍ତୁନି, ଖରାପ ହେଇଛି ଭଲ ହେଇଛି, ଏକ୍ଜାମ୍ ସମସ୍ତଙ୍କର ଖରାପ ହେଇଛି, କାହାରି ଭଲ ହେଇନି। ଓକେ, ତ ସେଥିପାଇଁ ଟେନସନ୍ ନିଅନ୍ତୁନି, କଟ୍ ଅଫ୍ ବହୁତ କମ୍ ଯିବ ଏବଂ ଆପଣମାନେ ଆନ୍ସର ରାଇଟିଂ ଏବେଠୁ ଷ୍ଟାର୍ଟ କରନ୍ତୁ, କାରଣ ଟାଇମ୍ ନାହିଁ। ଆଗରୁ 4 ମାସ ଥିଲା, ଏଥର 4 ମାସରୁ କମେଇ ଦେଇକି, ଆରଥର ତ କମେଇ ଦେଇଥିଲା, ଏଥର ମେ ବି 3.5 ମାସ କରିଦେଇପାରେ ଏକ୍ଜାମ୍କୁ, ଯେଉଁ ଗ୍ୟାପ୍ଟା ଆମର ରହୁଛି। ତ କାହିଁ ଆପଣମାନଙ୍କ ପାଖରେ ସମୟ। ତ ଏବେଠୁ ଆପଣ ଆନ୍ସର ରାଇଟିଂ କରନ୍ତୁ। ଦିନେ 2 ଦିନ ତ ରେଷ୍ଟ କଲେ, ଆମର ଏଇଟା 10 ତାରିଖରୁ ଷ୍ଟାର୍ଟ ହେଇଯିବ, ମାନେ କାଲିଠୁ ହିଁ ଆମେ କ୍ଲାସ୍ ରେଗୁଲାର ଅପଲୋଡ଼ କରିବା। ତ ଆପଣମାନେ ଆକୁ ଆଟେଣ୍ଡ କରନ୍ତୁ, ଇଏ କରନ୍ତୁ। ଆଉ ସବୁଠୁ ବଡ଼ କଥା, ଦିସ୍ ଇଜ୍ ୟୁଟ୍ୟୁବରେ ହିଁ କେବଳ ହେଉଛି। ତ ୟୁଟ୍ୟୁବରେ ଭିଡ଼ିଓ ଦେଖନ୍ତୁ, ପଢ଼ନ୍ତୁ, ବୁଝନ୍ତୁ, ଆଉ ଏଠି କିଛି ଭାବିବାର ନାହିଁ। ବୁଝିପାରିଲେ। ଆପଣଙ୍କୁ କୌଣସି ୱେବସାଇଟ୍ ଯିବାର ନାହିଁ, କୌଣସି ଆପ୍ ଡାଉନଲୋଡ଼ କରିବାର ନାହିଁ। ବାସ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କିମ୍ବା ଏଇ ରିଲେଟେଡ୍ ଯଦି ସବସ୍କ୍ରାଇବ୍ ବି କରୁନାହାନ୍ତି, ଏଇ OCS ମ୍ୟାନେଜମେଣ୍ଟ ପ୍ରୋଗ୍ରାମର ଗୋଟେ ପ୍ଲେଲିଷ୍ଟ ଆମେ କ୍ରିଏଟ୍ କରିଦେବା। ଆପଣମାନେ ସେ ପ୍ଲେଲିଷ୍ଟଟାକୁ ସେଭ୍ କରିଦେବେ। ଓକେ, ଯଦ୍ୱାରା କି ଆପଣଙ୍କୁ ଅପଡ଼େଟ୍ଟା ପଳେଇବ ଯେ କ'ଣ କ'ଣ ସବୁ କ୍ଲାସ୍ ଅପଡ଼େଟ୍ ହେଇଛି। ଓକେ, ତ ଏଇ ପ୍ରୋଗ୍ରାମ୍ ବାବଦରେ ଆପଣମାନେ ନିଜର ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିଦିଅନ୍ତୁ, ସେମାନେ ବି ଆନ୍ସର ରାଇଟିଂ ଟିକେ ଭଲ ଭାବରେ ଶିଖିଯିବେ।